ତୁଳସୀ ରାମାୟଣ ତୃତୀୟ ଅଧ୍ୟାୟ। ପିତାଙ୍କର ଉତ୍ସବକୁ ଦେଖିବି ଯାଇଣ, କାହିଁ ପାଇଁ ଆପଣ ଯେ କରନ୍ତି ବାରଣ। ଶିବ କହନ୍ତି ବୁଝାଇ ଆଗ ମୋର ସତୀ, କହୁଛି ଯାହାଟି ମୋହି ଶୁଣ ମୋ ଭାରତୀ। ଅଟନ୍ତି ସେ ପ୍ରଜାପତି ତୋହର ତ ତାତ, ନିମନ୍ତିଲେ ନାହିଁ ପୁଣି ଜାଣ ପଞ୍ଚମାଥ। ଡାକିଲେ ସକଳ କନ୍ୟା ଖୋଜି ଜାମାତାଙ୍କୁ, ନିମନ୍ତ୍ରିଲେ ଗୁଆ ଚନ୍ଦନରେ ଯେ ତାହାଙ୍କୁ। ଶୁଣିଛ ନିମନ୍ତ୍ରିତ ଯିବାର ବ୍ୟବସ୍ଥା, ଶାସ୍ତ୍ରରେ ବିରୋଧ ଅଛି ଏହି ପୁଣି କଥା। ନିଶ୍ଚୟ ଭଲ ନ ପାନ୍ତି ଆମ୍ଭ କୋଟି ଜାଣ, ସେଥିପାଇଁ ଭୁଲି ଗଲେ ପିତା ତୁମ୍ଭେ ପୁଣ। ଦିନେ ସେ ବ୍ରହ୍ମ ସଭାରେ ଥାଇ ଏକ ଦିନ, କରିଲେ ତାହାଙ୍କୁ ପୁଣି କେଡ଼େ ଅପମାନ। ସେଦିନୁ ଏ ଯାଏ ସେହୁ ଦକ୍ଷ ପ୍ରଜାପତି, ପାଇଥିବା ଅପମାନ ଭୁଲି ସେ ନାହାନ୍ତି। ବିନା ନିମନ୍ତ୍ରଣେ କେହି କରିଛି ଗମନ, ସେଥି ଯୋଗୁ ଯିବାକୁ ରେ ନ ମାନହି ମନ। ଏମନ୍ତ ଶିବାଙ୍କୁ ଯେଣୁ ଶିବ କହୁଛନ୍ତି, ଶୁଣ ଶୁଣ ଆଗ ମୋର ବାକ୍ୟ ମହାସତୀ। ଗୁରୁ ପ୍ରଭୁ ଆବର ଯେ କେହି ମିତ୍ରପୁର, ଅଛି କି ପ୍ରମାଣ ବିନା ନିମନ୍ତେ ଯିବାର। ତାହା ତ ଉଚିତ ପୁଣି ଶାସ୍ତ୍ରରେ ଅଛଇ, ବଡ଼ି ମାପଣ ଯେ ପୁଣି ତାହାଙ୍କ ଅଟଇ। ଗଲେ ଯେ ସେଠାକୁ ନିମନ୍ତ୍ରିତ ଯେ ନ ହୋଇ, ଗଲେ ସେଠାରେ ଜାଣ ଅପମାନ ଘଟଇ। ମହେଶ ଶିବାକୁ କହି ବହୁ ବୁଝାଇଲେ, ହେଲେ ମାହେଶ୍ୱରୀ ମନେ ତାହା ନ ବୁଝିଲେ। ଶେଷ ବାଣୀ ଶେଷରେ ଯେ ଶଙ୍କର ବୋଲନ୍ତି, ଆଉ ଥରେ ମୋର ବାକ୍ୟ ଶୁଣ ଆଗ ସତୀ। ବଳି ଅଛି ପିତ୍ରାଳୟ ଇଚ୍ଛା ଯିବା ପାଇଁ, ଭାବୁଛି ତୁମ୍ଭର ଏହା ଉଚିତ ନୁହଁ। ଏପରି ବହୁତ ପୁଣି କେତେ ବୁଝାଇଲେ, ବାରମ୍ବାର ଯିବାକୁ ସେ ବାରଣ କରିଲେ। ନ ମାନିଲେ ସତୀ ପୁଣି ଇଚ୍ଛା ଯିବା ପାଇଁ, ଯିବେ ସେ କେତେକ ସଙ୍ଗେ ଶିବ ଗଣ ନେଇ। ନିରୁପାଏ ବିଦାୟ ଯେ ଦେଲେ ମହେଶ୍ୱର, ଆନନ୍ଦେ ଗମିଲେ ଦେବୀ ନିଜ ପିତାପୁର। ପିତ୍ରାଳୟେ ଯାଇ ପୁଣି ସତୀ ପହଞ୍ଚିଲେ, ପାଶେ ଯାଇ ନବରର ଶୋଭା ନିରେଖିଲେ। ସମସ୍ତେ ଦକ୍ଷଙ୍କ ଭୟେ ଜଣେ କେହି ନାହିଁ, ସମ୍ମାନ ଦେବାକୁ ପାଶେ ନ ଆସିଲେ କେହି। ଏମନ୍ତକୁ ଗର୍ଭଧାରୀ ଜନନୀ ଯେ ତାଙ୍କ, ସ୍ନେହେ ଆସି ନ ମିଳିଲେ ସେହୁ କନ୍ୟା ପାଖ। ଅନେକ ଜାଣିଣ ପୁଣି ଭଗ୍ନୀ ଯେ ଆସିଲେ, ମୁରୁକି ମୁରୁକି ହସି କଥାକୁ କହିଲେ। ଆସିଛୁ ଆମ୍ଭେ ସକଳ ଅଟୁ ଭାଗ୍ୟବତୀ, ଉଚିତରେ ନିମନ୍ତ୍ରଣେ ଆସିଅଛୁ ଏଥି। ଅଟୁଲ ତୁ ଅଭାଗିନୀ ଆମ୍ଭ ନାନୀ ତୁହି, ଶୁଣିଣ ଲଜ୍ଜାରେ ବୋଧେ ଆସିଲୁ ତୁ ଧାଇଁ। ଦେଖଲୋ ଦେଖନ୍ତି ପୁଣି ଦକ୍ଷ ପ୍ରଜାପତି, ପୁରେ ଯାଇ ପ୍ରବେଶିଲେ ଦେଖ ମହାସତୀ। ଦେଖିଣ ରାଗରେ ସେହୁ ହେଲେ ଗର ଗର, ନ ପୁଛିଲେ ବାରେ ତାଙ୍କୁ ଆସିବା କୁଶଳ। କ୍ରୋଧରେ ହୋଇଲେ ପୁଣି ଦକ୍ଷ ଗର ଗର, ତଥାପି ଦେବୀ ଜାଣିଣ ମିଳେ ଯଜ୍ଞ ସ୍ଥାନ। ପହଞ୍ଚି କରିଲେ ତହିଁ କେତେ ନିରୀକ୍ଷଣ, ଦେଖନ୍ତି ଜାମାତାଙ୍କର ସେଠି ଭଗବାନ। ଶ୍ରଦ୍ଧାରେ ବେଦରେ ପୁଣି ହୋଇଛି ରକ୍ଷଣ, ତହିଁରେ ଯେ ଶିବଙ୍କର ମାତ୍ର ଅଂଶ ନାହିଁ। ଦୁଃଖେ ବିଧି ନ ହୋଇଲେ ମହାସତୀ ତହିଁ,
ଏମନ୍ତ ପାର୍ବତୀ ଯହୁଁ ମଣ୍ଡପେ ଦେଖିଣ, ଚିନ୍ତିଲେ ନିଜର ତହିଁ ଆପଣାର ମନ। ମୋର ସ୍ୱାମୀ ସର୍ବଜ୍ଞାତା କହୁଥିଲେ ଯାହା, ଯଥାର୍ଥରେ ମଣ୍ଡପରେ ଦେଖୁଅଛି ତାହା। ହୋଇଛି ନିଜ ସ୍ୱାମୀଙ୍କୁ ଏଠି ଅପମାନ, କ୍ରୋଧରେ ସତୀ ହୋଇଲେ ବହୁ କ୍ରୋଧ ପୁଣ। ପହଞ୍ଚେ ପୂର୍ବ ଦୁଃଖ ପୁଣି ଦେବୀଙ୍କର, କିଞ୍ଚିତେ ସୁଖ ନହିଲା ନିଜର ଅନ୍ତର। ସ୍ୱାମୀଙ୍କୁ ହୋଇଛି ପୁଣି ଅପମାନ କଥା, ନିଜକୁ ଯେ ଅପମାନେ ହେଲା ଘୋର ବ୍ୟଥା। ହୋଇଲା ସବୁଠୁ ପୁଣି ଅତି ଗୁରୁତର, ଏମନ୍ତ ଭାବିଣ ସତୀ ହୋଇଲେ ଅସ୍ଥିର। ଏମନ୍ତେ ଜଗତେ ପୁଣି ଅଛି ବହୁ ଦୁଃଖ, ସେ ଯୋଗୁ ନ ହୋଇବ ଯେ କେବେ ବି ବିମୁଖ। ଭାବିଲେ ତହୁଁ ଯେ ଆସି ସତୀଙ୍କର ମନ, ଦହର୍ଜେ ହୋଇଲା ଅତି ତାଙ୍କ ମାତା ମନ। ଜନନୀ ଜାଣିଣ ପୁଣି ପ୍ରସ୍ତୁତି ଆସିଲେ, କୋଳକୁ ନେଇ କନ୍ୟାକୁ କେତେ ବୁଝାଇଲେ। ଏଥିରେ ସତୀଙ୍କର ଯେ ନ ଭୁଲିଲା ମନ, ଦୁଃଖରେ ଅନ୍ତର ତାଙ୍କ ହେଲା ପରିପୂର୍ଣ୍ଣ। ହୋଇଛି ନିଜ ପତିଙ୍କୁ ଘୋର ଅପମାନ, ଅହର୍ନିଶି ଜଳିଲା ଯେ ସତୀଙ୍କର ମନ। ହୋଇଲେ ଅଶ୍ରୁରେ ସତୀ ବହୁ ଜର ଜର, କ୍ରୋଧରେ ତାହାଙ୍କ ଅଙ୍ଗ ହେଲା ଥରହର। ତହୁଁ ସେ ମହାସଦଙ୍କୁ ବହୁ ଅନାଇଣ, ସେଠାରେ କହନ୍ତି ପୁଣି ସକ୍ରୋଧେ ବଚନ। ବହୁତ ଅଯଥା ପୁଣି ମନେ ନାମ ମନ, ବସିଅଛ ମଣ୍ଡପରେ ତୁମ୍ଭେ କରି ଧ୍ୟାନ। ଏବେ ଯେ ମୋର ବଚନ ଶ୍ରବଣ ହେ କର, କହୁଛି ଏଠାରେ ନିନ୍ଦା ହେଲା ଶିବଙ୍କର। କହୁଛି ଏଠାରେ ମୁହିଁ ପ୍ରତିଜ୍ଞା ବଚନ, ଶୁଣନ୍ତୁ ସକଳା ସଭାସଦ ଗୁଣୀମାନ। ଏଥିପାଇଁ ପ୍ରତିଶୋଧ ନେବି ଅଛି ମୁହିଁ, ଏକଥା ପିତାଙ୍କୁ ତୁମ୍ଭେ ଦିଅନ୍ତୁ ଚେତାଇ। ଆଜି ନିଶ୍ଚୟ ପାଇବେ ସେ କୃତ କର୍ମ ଫଳ, ଜାଣିବେ ନିଶ୍ଚୟ ଏଠି ଅଳ୍ପ କେଶ କଳ। ହୋଇଛି ସାଧୁଙ୍କ ନିନ୍ଦା ନିନ୍ଦା ପଞ୍ଚାନନ, ବିଷ୍ଣୁ ନିନ୍ଦା ଯେଉଁ ପରି କରିଥାଏ ଜନ। ଏହାକୁ ଯେ କରେ ପୁଣି ଯେ ଜନ ଶୁଣନ୍ତି, ତାହାଙ୍କୁ ମିଳଇ ନିଶ୍ଚୟ ଏହିପରି ଶାସ୍ତି। ପୁଣି ଯେ ଈଶ୍ୱର ଅଟେ ଜଗତର ପିତା, ତେଣୁ ହିଁ ଅଟନ୍ତି ସେହୁ ସର୍ବଜନ୍ମଦାତା। ସର୍ବକ୍ଷେତ୍ରେ ମଙ୍ଗଳ ଯେ ମୟ ପଞ୍ଚାନନ, ସକଳ ଜଗତେ ସର୍ବେ ସୁମରନ୍ତି ନାମ। ପିତାଙ୍କର ମୋହର ଯେ ଅଟେ ମନ୍ଦ ବୁଦ୍ଧି, ଯଜ୍ଞ କର୍ମ କରୁଛନ୍ତି ଶିବଙ୍କୁ ଯେ ନିନ୍ଦି। ଏଣୁ ମୁଁ ଅଗ୍ନିରେ ଆଜ ନିଶ୍ଚୟ ଝାସ ଦେବି, ଯଜ୍ଞର ମଧ୍ୟ ଶରୀର ଦଗ୍ଧ କରିଦେବି। ଏମନ୍ତ ଶିବଙ୍କ ନାମ ସତୀ କରି ଧ୍ୟାନ, ପ୍ରତିଜ୍ଞା କରିଲେ ତହିଁ ରହି ପୁନ ପୁନ। ଏମନ୍ତ ସେ କହି କହି ତହୁଁ ମହାସତୀ, କୁଣ୍ଡରେ ଝାସିଲେ ଯାଇ ନିଜକୁ ତଡ଼ତି। କ୍ଷଣକେ ଦଗ୍ଧ ତହୁଁ ହେଲା ଦେହ ବନ, ତହିଁ ସେ ହୋଇଲେ ପୁଣି ହେଙ୍ଗୁଳ ବରନ। ସକଳ ଦେଖିଣ ତାହା କଲେ ହାହାକାର, ଏଥର ବେଦକ୍ଷ ତୁମ୍ଭେ ନିଜକୁ ସମ୍ଭାଳ। ସତୀ ଦାହ ବାରତାକୁ ଶୁଣିଲେ ଯେ ରୁଦ୍ର, ଉଠିଣ ଉଠିଲେ ତହୁଁ ହୋଇ ମହାକ୍ରୋଧ। ପହଞ୍ଚି ଭାଙ୍ଗିଲେ ଯାଇ ଯଜ୍ଞକୁ ତାଙ୍କର, ଦେଖିଣରୁ ସଗଣ ଯେ ହେଲେ ଚମତ୍କାର। ଏମନ୍ତେ ଭୃଗୁ ମହର୍ଷି ତାଙ୍କ ମନ୍ତ୍ର ବଳେ, ରାକ୍ଷସକୁ ସେଠି ଜାତ ସେହୁ କରାଇଲେ। କାରଣ ରୁଦ୍ରଙ୍କ ଏଠି ହଟାଇ ଯଜ୍ଞକୁ,
ତତକ୍ଷଣ କେବଳକ ରକ୍ଷା କରିବାକୁ ଏ ସମୟେ ନାରଦ ଯେ ମିଳି କୈଳାସେ ଦେଖିଲେ ବସି ଅଛନ୍ତି ଧ୍ୟାନେ କୃତ୍ତିବାସେ। କହନ୍ତୁ ଶୁଣନ୍ତୁ ଆହେ ଦେବ ତ୍ରିଲୋଚନ ଯଜ୍ଞରେ ପାର୍ବତୀ ଆଜ ଝାସିଲେ ଜୀବନ। ଶୁଣିଣ ଶଙ୍କର ପୁଣି ହୋଇ କୋପ ମୂର୍ତ୍ତି ବୀରଭଦ୍ରେ ସେହି କ୍ଷଣି ପେଶିଲେ ତଡ଼ତି। ବୋଲନ୍ତି ସେ ଯାଇ କରି ଯଜ୍ଞ କର ଧ୍ୱଂସ ଆଜ ଆଜ୍ଞା ମୁହିଁ ଦେଲି କହି କୃତ୍ତିବାସ। ଏମନ୍ତ ଶିବଙ୍କ ଠାରେ ହେଲେ ଯେହୁ ଦ୍ରୋହୀ ଏମନ୍ତ ଫଳ ପୁଣି ସଭିଙ୍କୁ ଯେ ମିଳଇ। ସତୀ ଯେ ପୁଣି ଅଗ୍ନିରେ ନିଜେ ଝାସ ଦେଲେ ଏପରି ବର ଶ୍ରୀରାମେ ସତୀ ମାଗିଥିଲେ। ସେ ଶିବଙ୍କ ପାରୁଣାର ପଦ ଯୁଗଳରେ ଏମନ୍ତ ମୋହର ସଦା ରହୁ ନିରନ୍ତରେ। ଶୁଣନ୍ତୁ ଯେ ସେ ରାମଙ୍କ କରୁଣା ବଳରେ ସତୀ ଯେ ଜନ୍ମିଲେ ପୁଣି ହୈମବନ୍ତପୁରେ। ଶୁଣି ପାର୍ବତୀ ହୋଇଲା ଜାଣ ତାଙ୍କ ନାମ ଜପିଣ ଥିଲେ ବହୁ ସେ କେତେ ରାମ ନାମ। ଦଗଧିତ ଯେ ମନ୍ତ ଯେ ତାହାଙ୍କ ଶରୀର ହିମରେ ହୋଇଲା ପୁଣି ତାହା ଯେ ଶୀତଳ। ଏମନ୍ତେ ଯୋଗାଗ୍ନି ମଧ୍ୟେ ଦେଲେ କେହି ଝାସ ଜନ୍ମ ହୁଅନ୍ତି ନାହିଁ ଯେ ଜାଣନ୍ତୁ ଅବଶ୍ୟ। ସତୀ ଯେ ଜପିଣ ଥିଲେ ବହୁ ରାମ ନାମ ଶ୍ରୀରାମେ ଦୟା କରିଲେ ପାଇ ପୁନର୍ଜନ୍ମ। ତେଣୁ ନାମଟି ତାଙ୍କର ପାର୍ବତୀ ବୋଇଲେ ହିମନ୍ଦ୍ରୁପ କନ୍ୟା ଭାବେ ସେ ଗୃହେ ରହିଲେ। ତହୁଁ ଯେ ମଣି ମାଣିକ୍ୟ ଆବର ସୁବର୍ଣ୍ଣ ନାନା ଭାବରେ ସମ୍ପତ୍ତି ହେଲା ପରିପୂର୍ଣ୍ଣ। ତହୁଁ ସେ ପର୍ବତେ ଯାଇ ମୁନି ଋଷି ଗଣ କହିଲେ କୁଟୀର ସେଠି ବହୁତ ନିର୍ମାଣ। ଆମର ସିଦ୍ଧ ସାଧକ ମନ ପବିତ୍ରରେ ରହିଲେ ଯାଇଣ ପୁଣି ମହାନନ୍ଦରେ। ହୋଇଲା ଯେ ପାର୍ବତୀଙ୍କ ଯହୁଁ ଆବିର୍ଭାବ ଜାଣିଲେ ସବୁରି ସେଠି ବୃକ୍ଷଲତା ସର୍ବ। ସେଠାରେ ନାନା ପୁଷ୍ପକ ନାନା ଜାତି ଫଳ ଆନନ୍ଦେ ମଣ୍ଡନ ପୁଣି ହୋଇବେ ସକଳ। ଆବର ନାନାଦି ମାର୍ଗ ସେହି ପର୍ବତର ଦିଶିଲା ଯେ ଶୋଭାବନ ପୁଣି ରୁଚିକର। ଥିଲେ ଯେ ହିମଗିରିର ଯେତେ ନଦୀମାନ ଜଳରେ ପୂର୍ଣ୍ଣ ହୋଇଣ ଦିଶିଲେ ମଣ୍ଡନ। ଆବର ଯେ ମୃଗ ପକ୍ଷୀ ଭ୍ରମରର କୂଳ କରିଲେ ସେଠାରେ ଶୋଷ ସଙ୍ଗୀତ ଲହର। ଏମନ୍ତ ମାନବ କରି ଭକ୍ତି ରାମଙ୍କର ଉଚ୍ଚରେ ଲଭିବେ ପୁଣି ଯେସନ ଚଞ୍ଚଳ। ଭାଗ୍ୟବାନ ହିମାଳୟ ଲଭିଣ ପାର୍ବତୀ ହୋଇଲା ଯେ ସଭିଙ୍କର ପୁଲକିତ ମତି। ସଘନ ମଙ୍ଗଳ ପୁଣି ଉତ୍ସବ ଗହଣ ସେ ଉତ୍ସବ ଲାଗିଲା ଯେ ତହିଁ ନିତିଦିନ। ବ୍ରହ୍ମାଦି ଯେ ଥିଲେ ସେ ଯେତେ ଦେବଗଣ ପ୍ରଚାରିଲେ ହିମାଳୟ ପାର୍ବତୀଙ୍କ ଗୁଣ। ସର୍ବଦା ଗାୟନ କରି ଗୁଣ ବିରତ ଯେ ଯେତେ ପ୍ରାଣୀ ଥିଲେ ସେ ହେଲେ ପୁଲକିତ। ଏମନ୍ତ ଯେ ପର୍ବତଙ୍କ ରାଜାର ମନ୍ଦିରେ ଭାଗ୍ୟପଣେ ପାର୍ବତୀ ଯେ ଜନମ ଲଭିଲେ। ଯେ ସନେ ନାରଦ ପୁଣି ପାଇଣ ଖବର ମିଳିଲେ ଯାଇ ସେ ପୁଣି ଶୈଳରାଜାପୁର। ନାରଦ ଦେଖି ନରେଶ ଦେଲେ ପାଦ ଧୋଇ ଆସନେ ବସାଇଲେ ସେ ଆନନ୍ଦରେ ନେଇ। ଶୈଳ ନୃପତି ସହିତ ବନିତା ଯେ ମିଳି ସହସା ନ ମିଲେ ଆସି ଚରଣ ତାଙ୍କରି। ତହିଁ ସେହୁ ଚରଣର ଉଦକ ପାଇଣ ଉଦକ ମନ୍ଦିରେ ନେଇ ସିଞ୍ଚି ତତକ୍ଷଣ। ଏମନ୍ତ ଯେ କନ୍ୟା ପ୍ରାପ୍ତି କରେ ଯେହୁ ଜନ ଜଗତେ ଅଟଇ ସେହୁ ନିଶ୍ଚୟ ଭାଗ୍ୟବାନ।
जनगणे पार्वतीଙ୍କୁ तहीं जे आଣିले ताहाଙ୍କ चरण तले नेई गड़ाइले ए सनक कहन्ति से पर्वत राजन हे मुनि श्रेष्ठ अटन्ति एबे कथा शुण जाने मुहि त्रिकालर दर्शिता आपण पुणी जानन्ति आपण सकल विधान चढ़िण तुम्भे जे तुम्भ एहि मन जान त्रिभुवने सर्वस्थाने करन्ति गमन आपण सरल हृदय कहिबे जे मोते अछिटी कन्यार मोर दोष गुण जेते जाहाटी सकल पुणी कहन्तु फेड़ीण शुणिले तो होइब व्यथित ए मन शुणिण एमंत पुणी राजांक वचन शुणिले जहुटी पुणी तहु तपोधन कहन्ति बुझाई ताहा राजन हे शुण एमंत कन्या तुम्भर सर्वगुणे पूर्ण शुण राजन ए कन्या अटई तुम्भर त्रय बीजर पुणी जे एहु जे आधार शुणी बहु मा अंबिका एवं जेउ बाली एमंत नाम कन्यार जाणीबटी पुणी राजन शुणी पुणी हे कन्या सुलक्षण सर्वगुण ए कन्यार अछि परिपूर्ण होइब से स्वामींकर से प्रियवादिनी होइब निश्चय पुणी सेहु सीमंतिनी बहुल जे सुलक्षण स्वभाव एहार जाणीब रहीण थिब गुण विचिर काल एमंत कन्याए पिता माता जस गान कराइब सेहि पुण जगत मध्येण होइब ए कन्या पुणी सर्वजन पूज्या ए सर्व शुण तुम्भे हे हिमवंत राजा जे जन सेविब पुणी एहांक चरण अभाव निश्चय जीव तार दूरेण एई सूर्य अणिमादि जे अष्ट रतन जाणीब ए कन्या पुणी करिब प्रदान प्रत्यह करिब जेहु स्मरण जे नाम रहिब ताहार पुणी पतिव्रता धर्म एमंत शुण हे तुम्भे पर्वत राजन होइब निश्चय सेहु सर्वगुणे पूर्ण पुणी जे दुई चारोटी कन्या मंद गुण अछई निश्चय पुण शैल राजन कहिबा मन रहिता जेहु जे निर्गुण निश्चय होइब कन्या पितृमातृहीन अटई से उदासीन से संदेहहीना होइले होइब सेहु पुणी जे नबीना एमंत कन्यार पुणी जे पति होइब सेहु जने जोगी साधी देव होइथिब होइब लंगुली पुणी जटा जुट धारी होइब पुणी सेहु जे श्मशान बिहारी सदा सर्वदा शरीर भस्म विलेपन होइथिब अस्थिमाला गଳାର भूषण जानन्ति नारद पुणी कଳିहा अटन्ति हेले भी सेहु केबे भी मिथ्या न कुहन्ति जगतरे एकथा को जानन्ति सकल एकथा शुणिण राजा राणी जे विकल अनेक मनरे सेहु दुखित होइले शुणिण पार्वती तहु आनंदित हेले तहीं परे राजा राणी बसिबे निजन दुखरे करिले केते सेहु जे क्रंदन बहिगला आनंदाश्रु जान पार्वतीर क्षणेक नेत्ररु जे होइला जे बाहार एमंत पुणी सकल चक्षु अश्रुपूर्ण किंतु भावटी ताहांक थिला भिन्न भिन्न तहीं मध्य राणी हिमवंत जे राजन आवर पार्वती पुणी तांको सखी गण तहु जे सभिंक से लोमकूप जे मान तांकुरी उठई जान सर्व घन घन सकल सेठारे पुणी कले अनुमान अटई सत्यटी पुणी नारद वचन से क्षण रे पार्वतींक रोमांच शरीर
ଦେଖିଣ ସରବ ତେଣୁ ହୋଇଲେ ବିକଳ। ଶୁଣିଗଲେ ନାରଦଙ୍କ ବାକ୍ୟକୁ ପାର୍ବତୀ, ଗଣ୍ଠି ଧନ ପରି କଥା ରଖିଲେ ସାଇତି। ସଜାଗେ ରଖିଲେ ପୁଣି ହୃଦୟ ମଧ୍ୟରେ, ଏବେଳେ ଶ୍ରୀରାମ ଭବ ସର୍ବସାଧୁନରେ। ଏମନ୍ତ ଯେ ସଦାଶିବ ତାଙ୍କ ଶ୍ରୀଚରଣ, ଆରମ୍ଭେ ଦେବୀ କରିଲେ ହୃଦେ ତାଙ୍କ ଧ୍ୟାନ। ଅତୀବ ସ୍ନେହରେ ତାଙ୍କ ବ୍ରତି ଗଲା ମନ, ସତରେ ସହଜେ ତାଙ୍କ ନୁହଁଇ ମିଳନ। ଅଟଇ ଯେ କଷ୍ଟ ସାଧ୍ୟ ଏହି ଯେ ବ୍ୟାପାର, ତେଣୁ ଯେ କେତେ ସନ୍ଦେହ ଜାଗଇ ମନର। ହୋଇବ ଅଶ୍ରୁବର୍ଷଣ କେତେ ପ୍ରତିଗୁଣ, ଧରି ନେବାକୁ ହେବ ଯେ ତାହା ଅନୁମାନ। ଏମନ୍ତ ସତୀ ଯେ ପୁଣି ଅନ୍ତର ହୋଇଲେ, ସଖୀଙ୍କ କୋଳରେ ଯାଇ ଶ୍ରଦ୍ଧାରେ ବସିଲେ। ତହୁଁ ପୁଣି ରାଜା ରାଣୀ ସେହୁ ବେନିଜନ, ଯେମନ୍ତେ ଶୁଣିଲେ ପୁଣି ନାରଦ ବଚନ। ଏହା ଯେ ଶୁଣି ଭାଳେଣି ତହିଁ ସଖୀ ଗଣ, ପାର୍ବତୀ ଶୁଣି ନିଶ୍ଚୟ ଦୁଃଖ କଲେ ମନ। ଏସନ ଭାବିଣ ପୁଣି ହିମ ନୃପବର, ନେଇଣ କନ୍ୟାକୁ ନିଜେ ଧରିଲେ କୋଳର। ପୁଣି ସେ ନାରଦେ ଚାହିଁ କହନ୍ତି ବଚନ, ଏହାର କରନ୍ତୁ ମୁନି ଉପାୟ ଭିଆଣ। ନୃପତିଙ୍କ ବାଣୀ ଶୁଣି ନାରଦ ଉଷତ, ଶ୍ରଦ୍ଧାରେ କହନ୍ତି ଜାଣି ଶୁଣ ହିମବନ୍ତ। ଲେଖିଛି ବିଧାତା ପୁଣି କପାଳରେ ଯାହା, ପୁଣି ଲେଖି ଅଛି ଆନ ଯେତେ ଯାହା ଯାହା। ଆବର ଦେବ ଦାନବ ଯେତେ ନାଗ ଋଷି, କପାଳ ଲେଖା ତାହାକେ ଅନ୍ୟଥା କରିଛି। ତେଣୁ ହେବ ତାଇ ପୁଣି ଦେଉଛି ଉପାୟ, ଉପାୟ କରିବେ ନିଶ୍ଚୟ ତାହା ନର ରାୟ। ପାରିବ କିଛି ସୁଦୟା ଯେବେ ତୁମ୍ଭେ କରି, ନିଶ୍ଚୟ କାର୍ଯ୍ୟ ସରସ ହୋଇବ ତୁମ୍ଭରି। ଜାଣିବ ଯେ ସୁଜ୍ଞ ଶୁଦ୍ଧ ହେବ ସଚରିତ୍ର, ଏମନ୍ତ ବର ପାର୍ବତୀ ହେବେ ନିଶ୍ଚୟ ପ୍ରାପ୍ତ। ଏକଥା କହିଛ ପୁଣି ପୂର୍ବରୁ ବୁଝାଇ, କଥାରେ ସନ୍ଦେହ ତୁମ୍ଭେ ଆଉ କର ନାହିଁ। ଦେଖିବ ବରୌର ଯାହା ସକଳ ଦୁର୍ଗୁଣ, ଯଦ୍ୟପି ତାହାଟି ପୁଣି ହୁଅଇ ସୁଗୁଣ। ଏକଥାରେ ଅଯଥାରେ ଦୁଃଖ କରିବାର, କେଭେ ହେନୁ ହୋଇ ତାହା ଉଚିତ ବ୍ୟବହାର। ଅଟନ୍ତି ସେ ମୃତ୍ୟୁଞ୍ଜୟ ଭୋଳା ମହେଶ୍ୱର, ଜାଣିଣ ତାହାଙ୍କୁ ନେଇ କନ୍ୟା ବିବାହ କର। ଜାଣନ୍ତି କ୍ଷୀର ସାଗର ପ୍ରଭୁ ନିରଞ୍ଜନ, ସର୍ବଦା ସେ କରିଥାନ୍ତି ଅନନ୍ତ ଶୟନ। କେହି କେବେ ବିଜ୍ଞଜନ ଯେ ଜ୍ଞାନରେ କେହି, ଦୋଷ ତାହାଙ୍କର କେବେ ସେହୁ ଧରେ ନାହିଁ। ଅଟନ୍ତି ସେ ହୁତାସନ ଜାଣ ଦିବାକର, ଆତଜାତ ମେଦ ମେଦା ସେ ସର୍ବସ୍ଥାନର। କହନ୍ତି ତାହାଙ୍କର ସେ କରିଣ ପ୍ରଦାନ, ସମସ୍ତ ରସକୁ ପୁଣି କରନ୍ତି ଗ୍ରହଣ। ତଥାପି ଦେବତା ସେହି ଅଟନ୍ତି ପବିତ୍ର, ମୋର ବାଣୀକୁ ଶୁଣନ୍ତୁ ନୃପ ଏକ ଚିତ୍ତ। ପୁଣି ଯେ ଶୁଦ୍ଧ ଶୁଦ୍ଧ ଅଛି ଯେତେ ଜଳ, ଯାଇଣ ଗଙ୍ଗାରେ ପୁଣି ମିଶନ୍ତି ସକଳ। ଗଙ୍ଗା ଯେ ପବିତ୍ର ସଦା ଥାଏ ଚିରକାଳ, ପବିତ୍ର ଅଟଇ ପୁଣି ତା ଗର୍ଭର ଜଳ। ଧରନ୍ତି ନାହିଁ ପୁଣି କେ ତାର ଦୋଷ ଗୁଣ, ଅଟଇ ପବିତ୍ର ପୁଣି ପାତକ ନାଶନ। ଈଶ୍ୱର ବିଚାରି ପୁଣି ସର୍ବଦୋଷ ଗୁଣ, ସୃଷ୍ଟି କରତା ବଲିଣ ତାହାଙ୍କୁ ବୁଝିଣ। ଏମନ୍ତ ଯେ ତାହାଙ୍କର ବିଚାରେ ସମସ୍ତେ, ସଂସାରେ ସମାନ ଜାଣ ସକଳ ଉଚିତେ। ଅତିଶୟ ଜଡ଼ ବୁଦ୍ଧି ସମ୍ପୂର୍ଣ୍ଣରେ ଜନ, ହୁଅଇ ସର୍ବଦା ସିନା ବିବେକ ବିହୀନ। ସଂସାରରେ ଈଶ୍ୱରଙ୍କୁ ଯେହୁ ଈର୍ଷା କରେ, ନିଶ୍ଚୟ କଳ୍ପେ ନରକ ସେହୁ ଭୋଗ କରେ। ସଂସାରରେ ଜୀବ ସର୍ବ ଈଶ୍ୱର ସମାନ, ଅଟନ୍ତି ଯେ ସେହିପରି ପରମାତ୍ମା ଜାଣ। କେବେ ବି ମଧ୍ୟ ଯଦ୍ୟପି ମିଶେ ଗଙ୍ଗା ଜଳେ, ମିଶିଣ ଅପବିତ୍ର ସେ କରେ ଯେ ତାହାରେ।
ଯଦ୍ୟପି ତାହାକୁ ପୁଣି ଦେଖି ସାଧୁଜନ ପବିତ୍ର ଗଙ୍ଗା ଜଳକୁ ନ କରେ ଗ୍ରହଣ। ଜାଣିବ ଯେ ସେହୁ କିନ୍ତୁ ମଧ୍ୟ ଗଙ୍ଗା ଜଳେ ଢାଳଇ ତାହାକୁ ବ୍ୟକ୍ତି ଜାଣି ମୂଢ଼ପଣେ। ଯଦିଓ ତାହା ଦେଖିବି କରନ୍ତି ଗ୍ରହଣ କାରଣ ପବିତ୍ର ମଣି ତାକୁ ସାଧୁଜନ। ଜାଣ ହୋ ଶିବ ଅଟନ୍ତି ସ୍ୱୟଂ ଭଗବାନ ଅଟନ୍ତି ପୁଣି ସକଳ ଗୁଣେ ପରିପୂର୍ଣ୍ଣ। ଏ ମନ୍ତ ଶୁଣିଣ ବାଣୀ ସେ ହୈମନ୍ତ ରାଜନ ଭାବିଲେ ତାହାକୁ ପୁଣି କରି କନ୍ୟାଦାନ। ଯେଣୁ ହିଁ ପୁଣି ତାଙ୍କର ହୋଇବ ମଙ୍ଗଳ ଜାଣିଣ ଶିବଙ୍କ ଗୁଣେ ଆରାଧନା କର। ତୋଷରେ ସେ ଆଶୁତୋଷ ହୋଇବେ ପ୍ରସନ୍ନ ପ୍ରସନ୍ନେ କରିବେ ଜାଣି ମଙ୍ଗଳ ବିଧାନ। ଏବେ ହୋ ଶୁଣ ତୁମ୍ଭେ ଯେ ଶୈଳ ନରପତି ଅଟନ୍ତି ତୁମ୍ଭର କନ୍ୟା ସେହି ପାର୍ବତୀ। କରିବେ ଶିବଙ୍କୁ ପୁଣି ତପରେ ପ୍ରସନ୍ନ ପ୍ରସନ୍ନ ହୋଇବେ ଯେବେ ସେହୁ ପଞ୍ଚାନନ। କନ୍ୟାର ପୂରିବ ନିଶ୍ଚୟ ମନର କାମନା ସେହୁ ହେବ ତୁମ୍ଭ କନ୍ୟା ଜଗତରେ ଧନ୍ୟା। ଚାହିଁବ ଯେ ବଣ ତୁମ୍ଭେ ଅନ୍ୟ ନର ବର ପାଇବ ନିଶ୍ଚୟ କନ୍ୟା କେତେ ଯୋଗ୍ୟ ବର। କିନ୍ତୁ ମୁଁ ଏହା ଯେ ଜାଣି କହୁଛି ରାଜନ ଶିବ ବିନେ ବର କେହି ନାହିଁ ପୁଣି ଆନ। ଅଟନ୍ତି ସେ କୋପେ ତପେ ବରଦାୟୀ ଜାଣ ଫେଡ଼ନ୍ତି ପ୍ରାଣୀଙ୍କର ସେ ସକଳ କଷଣ। ଅଟନ୍ତି କୃପା ସାଗର ପୁଣି ମହାକାଳ ଆଦର ଭକ୍ତିରେ ଦେବ ପ୍ରସନ୍ନ କେବଳ। ଏମନ୍ତ ଭକ୍ତିରେ ଯେହୁ ଆରାଧନା କରେ ତାଙ୍କୁ ହିଁ ନିଶ୍ଚୟ ଦିନେ ଦର୍ଶନ ମିଳେ। ଏମନ୍ତ ବଚନ ଜାଣ ରାଜାଙ୍କୁ କହିଣ ତହିଁ ପରେ ବିଷ୍ଣୁଙ୍କୁ ସେ କଲେ ସୁମରଣ। ତହିଁ ପରେ ପାର୍ବତୀଙ୍କୁ ଆଶିଷ ସେ ଦେଇ ନୃପ ସେ ହୈମବନ୍ତକୁ ଶେଷ ବାକ୍ୟ କହି କନ୍ୟା ତୁ ମନରେ କିଛି ଭାଳେଣି ନ କର ନିଶ୍ଚୟ ତୁମ୍ଭର ଏଥି ହୋଇବ ମଙ୍ଗଳ। ଏସନ ସର୍ବବାରତା ଶୈଳ ରାଜନେ କହିଣ ବିଦାୟ ନେଲେ ତହିଁ ତପୋଧନେ। ନାରଦ ବ୍ରହ୍ମଲୋକକୁ ଯେବେ ଚଳିଗଲେ ରାଣୀ ସେ ମଇନା ପୁଣି ରାଜାଙ୍କୁ ବୁଝାଇଲେ। ଜାଣିଲେ ନାରଦ ସେହୁ ମୁନିଙ୍କ ବଚନ ବୁଝିଲେ କି ନାହିଁ ତାହା ଆହେ ପ୍ରାଣ ଧନ। ଏବେ ହୋ ଦେଖି ବୈର ଏବେ ହୁ ଦେଖି ବରର ଜାଣି ଗୋତ୍ର କୂଳ କନ୍ୟାର ବିବାହ ତୁମ୍ଭେ କର ହୋ ସହଳ। କନ୍ୟା ଯେବେ ହେ ମୋର ବିବାହୀ ଯେ ଥିବ ଏହା ଯେ ବଚନ ମୋର ଅଟେ ପୁଣି ଧ୍ରୁବ। ଯଦ୍ୟପି ନାହିଁ ମିଳଇ କନ୍ୟା ପାଇଁ ମୋର ଅନୁପଯୁକ୍ତ ନ ହୋଇ ଉପଯୁକ୍ତ ବର। ଜାଣିବେ ଜଗତରେ ଜଡ଼ କି ପଥର ଏମନ୍ତ ଲୋକରେ ଦିନେ ହୋଇବ ପ୍ରଚାର। ଏଣୁଟି ଜାଣିବ ତୁମ୍ଭେ କର୍ତ୍ତବ୍ୟ ଆମ୍ଭର ବୁଝି ସୁଝି ସର୍ବଗୁଣେ ଦେଖି ଆଣ ବର। ଆମ୍ଭର କନ୍ୟା ଯେପରି ଜାଣ କାଳେ କାଳେ ନ ଭାସେ ସେହୁ ମୋହର ଅନୁତପ୍ତ ଜଳେ। ଏହୁ ବାଣୀ ମଇନା ରାଣୀ କହିଲେ ସନ ଶ୍ରଦ୍ଧାରେ ରାଜାଙ୍କ ପାଦେ କରିଣ ପ୍ରଣାମ। ତହିଁ ପରେ ନୀରବରେ ରହିଲେ ସେ ଚାହିଁ ରାଣୀଙ୍କୁ ନୃପତି ପୁଣି କହନ୍ତି କୋଳାଇ। ତୁମ୍ଭ ବଚନ ଆଜରେ ଶୁଣି ମହାରାଣୀ ଶୁଣିଛ ନାରଦଙ୍କ ସେହି ଯେଉଁ ବାଣୀ। ଏମନ୍ତ ଯେ ଶଶଧର ଶରୀରର ବହ୍ନି ଜନମି ଥାଉ ବା ପଛେ ହି ଯେ ଅବନି। ବାଣୀ ଯେଣୁ ତାହାଙ୍କର ମିଥ୍ୟା କେବେ ନାହିଁ ତେଣୁ ଟିକି ବୁଦ୍ଧି ଆଜ ମୋତେ ଦିଶୁନାହିଁ। ତଥାପି ହେ ପ୍ରିୟା ମୋର ଶୋଚନା ନ କର ସପ୍ରେମେ ବିଷ୍ଣୁଙ୍କୁ ତୁମ୍ଭେ ଏବେ ଧ୍ୟାନ କର। ସଂସାରରେ ପାର୍ବତୀଙ୍କୁ ଯେହୁ ଦେଲେ ଜନ୍ମ ସେହି ନିଶ୍ଚୟ ତାହାର ଯେ କରିବେ କଲ୍ୟାଣ। କେବଳ ମାତ୍ର କ ଆମ୍ଭେ ଜନ୍ମଦାତା ଅଟେ ଯାହା ସେ ବିଧି ଲେଖିଛି କନ୍ୟାର ଲଲାଟେ। ଶୁଣ ରାଣୀ ଏହା ପୁଣି ସ୍ଥିର ମୋର ଗିର ଯେତେ ଥିଲେ କନ୍ୟାରେ ସ୍ନେହ ତୁମ୍ଭର
ସମସ୍ତ ସେ ବାର୍ତ୍ତାମାନ ପାଶକୁ ଡାକିଣ କହିବ ବୁଝାଇ ସ୍ନେହେ କନ୍ୟାକୁ ଯେ ସନ ଆଚରଣେ କଠୋରରେ ତପସ୍ୟା କରିଣ ମନାଇ ଶିବଙ୍କୁ ସେହୁ ଧ୍ୟାନେ ରଖି ନାମ ଏଠାରୁ ଅନ୍ୟ ଉପାୟ ଆଉ କିଛି ନାହିଁ ଯେବଣ ପ୍ରକାରେ ଦୁଃଖ ନ ହେବ ଘୁଞ୍ଚାଇ ଯାହାଟି ନାରଦଙ୍କର ସମ୍ମୁଖ ବଚନ ବୁଝିଛି ନିଶ୍ଚୟ ମୁହିଁ ତୋର ସାର ମର୍ମ ଅଟନ୍ତି ପୁଣି ଈଶ୍ୱର ଜଗତ କାରଣ ସଂସାରେ ସମସ୍ତ ଗୁଣେ ସେହୁ ପରିପୂର୍ଣ୍ଣ ଏମନ୍ତ ମନୁ ଧାରଣା ତୁମ୍ଭେ କର ଦୂର ଅଟନ୍ତି ସେହୁ ପରାଜେ ଜଗତ ଠାକୁର ନିଷ୍କଳଙ୍କ ଅଟନ୍ତି ସେ ପ୍ରଭୁ ପଞ୍ଚାନନ କନ୍ୟା ମୋହର ପାର୍ବତୀ ତାଙ୍କୁ କରୁ ଧ୍ୟାନ ମଇନାରାଣୀ ସ୍ୱାମୀଙ୍କର ଶୁଣିଲେ ଯେ ଗିର ଶୁଣିଣ ଯେ ବଣ ସେହୁ ଉଠିଲେ ସତର ପହଞ୍ଚିଲେ ପାର୍ବତୀଙ୍କ ନିକଟରେ ହେଳେ ଅନେକ ଅଶ୍ରୁ ବହିଲା ତାଙ୍କ ନୟନରେ ନେଇଣ ଅତି ସ୍ନେହରେ ବସାଇଲେ କୋଳେ ହରସରେ ଆଲିଙ୍ଗନ କେତେ ସେହୁ କଲେ ତହିଁ ଯେ ଉଠିଲା କେତେ ଲହରୀ ଶୋକରେ କଣ୍ଠରୁ ନାହିଁ ସ୍ଫୁରିଲା ତାଙ୍କର ଯେ ଗିରେ ସେହୁ ଯେ ପୁଣି ଜଗତ ଜନନୀ ପାର୍ବତୀ ସର୍ବସେ ଜ୍ଞାନ ସକଳ କଥାକୁ ଜାଣନ୍ତି ଶୁଣିଣ ପୁଣି କହନ୍ତି ମଧୁର ବଚନ ତାହାଙ୍କ ଠାରୁ ଶୁଣିଣ ରାଣୀ ତ ସମନ ଜନନୀ ମୋହର ତୁମ୍ଭେ ମୋର କଥା ଶୁଣ ଏମନ୍ତ ଯୁବକ ସିଏ ଥିଲେ ଗୌରବର୍ଣ୍ଣ ତାହାଙ୍କର ଯେ ବ୍ରାହ୍ମଣ କୁଳରେ ଜନମ ସ୍ୱପ୍ନରେ ଆସିଣ ଦେଲେ ଉପଦେଶ ମାନ କରାଇଲେ ସର୍ବ କଥା ମୋତେ ଯେ ଶ୍ରବଣ କହିଲେ ଶୁଣରେ କନ୍ୟା ମୋହର ବଚନ ଏବେ ତୁମ୍ଭେ ତପେ ଯାଇ ହୁଅନି ମଗନ ବୁଝିବ ନାରଦଙ୍କର ସେ ସତ୍ୟ ବଚନ ତୁମ୍ଭର ପିତା ଯଦିଓ ହୋଇବେ ସମ୍ମତ ସୁଖ ଲଭିବ ନିଶ୍ଚୟ ତୁମ୍ଭେ ଆଗୋ ମାତ ଏପରି ଦୁଃଖ ତୁମ୍ଭର ହୋଇଯିବ ଦୂର ଲଭିବ ନିଶ୍ଚୟ ତୁମ୍ଭେ ସୁଖ ଯେ ଅପାର ଏମନ୍ତ ବ୍ରାହ୍ମଣ ତହିଁ କହୁଛନ୍ତି ବାଣୀ ମୋହର ବାକ୍ୟକୁ ସତ୍ୟ ମାନ ଗୋ ଭବାନୀ ଏଣୁ ତପସ୍ୟାର ବଳେ ସେହୁ ଯେ ବିରଞ୍ଚି ଜାଣିଣ ସେ ବ୍ରହ୍ମାଣ୍ଡରେ ଅଛନ୍ତି ସେ ସଞ୍ଚି ଅନେକ ଯେ ତପସ୍ୟାର ବଳେ ନାରାୟଣ ବ୍ରହ୍ମାଣ୍ଡକୁ କରୁଛନ୍ତି ସେହୁ ଯେ ପାଳନ ସେପରି ତପସ୍ୟା ଯୋଗୁ ଏମନ୍ତ ଅନନ୍ତ ପୃଥିବୀକୁ ଧରିଛନ୍ତି ଜାଣିବ ସତତ ଜଗତରେ ତପ ଯେଣୁ ଅଟେ ମୂଳାଧାର ତାହାକୁ ଗିରିନନ୍ଦନ ଏବେ ହେତୁ କର ତୁମ୍ଭେ ଯେ କଠୋର ମତେ ତପ କର ମାତ ନିଶ୍ଚୟ ମିଳେ ଏଥିରେ ପୋଷିତ ପଦାର୍ଥ ଏମନ୍ତ ପାର୍ବତୀଙ୍କର ଏହି ମୁଖବାଣୀ ଶ୍ରବଣ କରିଲେ ତହିଁ ଥାଇ ମଇନାରାଣୀ ତହୁଁ ଯାଇଣ ସ୍ୱାମୀଙ୍କ ନିକଟେ ମିଳିଲେ ବୁଝାଇ ସକଳ ତାଙ୍କୁ ବୃତ୍ତାନ୍ତ କହିଲେ ତହୁଁ ଯେ ପାର୍ବତୀ ଦେବୀ ସେଠୁ ଚଳିଗଲେ ପିତାଙ୍କ ନିକଟେ ଯାଇ ମିଳିତ ହୋଇଲେ ପିତା ମାତାଙ୍କୁ ସମସ୍ତ ବୁଝାଇଣ ସାରି ଘୋର ତପସ୍ୟାକୁ ସେହୁ ଗଲେ ଯେ ବାହାରି ଦେଖନ୍ତେ କାନ୍ଦନ୍ତି ବନେ ଥିଲେ ବୃକ୍ଷଲତା ହାୟରେ କି କଥା ପୁଣି ନ କଲେ ବିଧାତା ଦେଖିଣ କାହାର ମୁଖ ନ ସ୍ଫୁରେ ବଚନ କି କାରଣେ କିଏ ଅବା କରିବ ବାରଣ ଦେଖିଲେ ସେ ବେଦେ ବସିରା ସେହି ଋଷିବର ରାଜା ରାଣୀଙ୍କର ସେ ଯେ ଶୁଣିଲେ ବିକଳ ତାହାଙ୍କୁ ଦେଖିଣ ସେଠି ବହୁ ବୁଝାଇଲେ ସକଳ ଆନନ୍ଦ କଥା ତାହାଙ୍କୁ କହିଲେ ତାହାଙ୍କ ପତିଙ୍କୁ ଦେବୀ ଲଭିବେ କେଶନ ତହୁଁ ସେ ଚିନ୍ତିଲେ ପୁଣି ସରୋଜ ଚରଣ ଏମନ୍ତ ଯାଇଣ ଦେବୀ ଅରଣ୍ୟ ମିଳିଲେ ଆନନ୍ଦରେ କଠୋରର ତପ ଆଚରିଲେ କଠୋରେ ତେଜିଲେ ପୁଣି ଭୋଜନ ଶୟନ ଏକାନ୍ତ ତପରେ ସେହୁ ହୋଇଲେ ମଗନ
ଏମନ୍ତ ସହସ୍ର ବର୍ଷ ସେହୁ ଫଳ ମୂଳ, 7 ବର୍ଷ ଯାଏ ସେହୁ ନିରଜେ ଆହାର। ଏହା ପରେ ଜଳବାୟୁ କରି ଆହାରର, ତପେ ବସିଣ ଦେବୀ ଯେ କାଳ କଟାଇଲେ। ବିତିଲା ଉପବାସରେ ପୁଣି କିଛି ଦିନ, ତହିଁ ମଧ୍ୟେ ଚିନ୍ତୁଥାନ୍ତି ଦେବ ପଞ୍ଚାନନ। ଏମନ୍ତେ 3 ସହସ୍ର ବର୍ଷ ପୁଣି ମାତ, ବସିଣ ତପେ ଆହାର କଲେ ବିଲପତ୍ର। କଠିନ ତପରେ ଦେବୀ ହୋଇଲେ ମଗନ, ତଥାପି ନ ଦେଲେ ଦେଖା ଦେବ ପଞ୍ଚାନନ। ବହୁ ସେ ତପ କରନ୍ତି ହୃଦେ ଶିବ ଧ୍ୟାନ, ପୁଣି ହିଁ ଅପନ୍ନା ହେଲା ଦେବୀଙ୍କର ନାମ। ଏମନ୍ତ ସମୟ ମଇନା ତାଙ୍କୁ କହିଗଲେ, ଆଦରେ କନ୍ୟାକୁ ପୁଣି ବସାଇଣ କୋଳେ। ଜାଣରେ ବସବଦର ଏହି ଅର୍ଥ ଝିଅ, ଜାଣିବ ମା ଅର୍ଥ ପୁଣି ତ୍ୟାଗଟି ନିଶ୍ଚୟ। ଏବେରେ ତୁ ଗିରି କନ୍ୟା ଏବେ କଥା ଶୁଣ, ହୋଇବ ନିଶ୍ଚୟ ତୁମ୍ଭ ଅଭିଳାଷ ପୂର୍ଣ୍ଣ। ଏବେ ତ ସିଦ୍ଧ ହୋଇଲା ଜାଣ ତପ ତପ, ତେଣୁଟି ମନରୁ ତୁମ୍ଭ ତେଜଗୋ ସନ୍ତାପ। ସମୟ ନିଶ୍ଚୟ ଆସି ଅତି ନିକଟରେ, ଭେଟିବ ଏଥର ତୁମ୍ଭେ ହରଙ୍କୁ ବିଧିରେ। ମୋହର ବଚନ ମାତ ଭବାନୀ ଗୋ ଶୁଣ, ଏମନ୍ତେ ଅନେକ ସିଦ୍ଧି ଯୋଗୀ ମୁନି ଗଣ। କରିଲେ ବହୁତ ସେହୁ ତପ ଆଚରଣ, ତପଳେ କରିନି କେହି ତୁମ୍ଭର ସମାନ। ଜାଣନ୍ତି ସେ ଜଗତର କର୍ତ୍ତା ପଞ୍ଚାନନ, ନିଶ୍ଚୟ ପାଇବ ମାତ ତାଙ୍କ ଦର୍ଶନ। ଯେ ବଣ କାଳେ ପିତା ଯେ ଆସି ତପ ପାଶ, ତାଙ୍କ ସହ କରିବ ଗୋ ଗୃହରେ ପ୍ରବେଶ। ତୁମ୍ଭେ ଯେ ପିତ୍ରାଳୟରେ ଯାଇଥିବ ରହି, ସେ ସମ ଯେ ମନକୁ ଯେ ଦୁଃଖ ଦେବ ନାହିଁ। ଜାଣିବ ଶପଥ ଋଷି ଆସି ଯେଉଁ ଦିନ, କରିବେ ଆଶ୍ଵିନ ଦିନେ ତୁମ୍ଭ ଦର୍ଶନ। ସେବେଳେ ଶୁଣିବ ପୁଣି ଏହି ଶୂନ୍ୟବାଣୀ, ସତ୍ୟ ହୋଇବ କଥା ଥାଅ ଯେ ତୁମ୍ଭେ ଜାଣି। ଯେ ବଣ ଯାଜ୍ଞ ବଳକ ଜାଣ ମହାଋଷି, ଭରଦ୍ୱାଜ ଋଷିଙ୍କର ପାଶେ କହୁଛନ୍ତି। ଶୁଣିଲ ତ ପାର୍ବତୀଙ୍କ ଏହି ସର୍ବଗୁଣ, ଏହା ପରେ କହୁଅଛି ଶିବଙ୍କ ମହିମ। ଶୁଣୁଥାଅ ଠିକେ ମୁହିଁ କହୁଛି ବୁଝାଇ, ଶ୍ରଦ୍ଧାରେ ଶୁଣନ୍ତୁ ବାଣୀ ମୋର ମନ ଦେଇ। ଯେଣୁ ସେହୁ ପାର୍ବତୀଙ୍କୁ କଲେ ପୁଣି ତ୍ୟାଗ, ସେହିଠାରୁ ଶିବଙ୍କର ବଢ଼ିଲା ବୈରାଗ୍ୟ। ଦୁଃଖର ହୃଦୟେ ସେହୁ କରନ୍ତି ଭ୍ରମଣ, ସର୍ବଦା ଶୁଣନ୍ତି କର୍ଣ୍ଣେ ସେହି ରାମ ନାମ। ଆଉ କାହିଁରେ ତାହାଙ୍କ କିଛି ମନେ ନାହିଁ, ବୁଲନ୍ତି ଶିବ ପାଗଳ ବାଇ ପ୍ରାୟ ହୋଇ। କେବଳ ରାମ ନାମ ଭଜନର ବିନେ, ମନ ତାହାଙ୍କର ନାହିଁ ଯେବେ ଆନ ମନେ। ଅଟନ୍ତି ସଚିଦାନନ୍ଦ ପ୍ରଭୁ ପରମ ବ୍ରହ୍ମ, ପ୍ରେମରେ ଆନନ୍ଦ ସଦା ଥାଏ ତାଙ୍କ ମନ। ହୋଇ ପୂର୍ଣ୍ଣ ଦୁଃଖମୟ ଏ ସାରା ଭୁବନ, ରହିଛି ସର୍ବଦା ପୁଣି ଯାହାଙ୍କ ବିଶ୍ରାମ। କଟିଲାଣି କେତେ ଦିନ ପତ୍ନୀ ବିୟୋଗରେ, ଭ୍ରମୁଛନ୍ତି ଭୁବନରେ ବାତୁଳ ପ୍ରକାରେ। ନିତ୍ୟ ପୁଣି ହୃଦୟରେ ଧରି ରାମ ନାମ, କରୁଛନ୍ତି ପୃଥିବୀକୁ ସେହୁ ପର୍ଯ୍ୟଟନ। ମୁନି ଋଷି ଦେଖୁଛନ୍ତି ପୁଣି ପଞ୍ଚାନନ, ଦକ୍ଷିଣ ଦିଅନ୍ତି ତାଙ୍କୁ ଉପଦେଶ ମାନ। ସୀତାପତି ରାମଚନ୍ଦ୍ର ତାଙ୍କ ଗୁଣମାନ, ତାହାଙ୍କ ସମର ପୁଣି କରନ୍ତି ବୟାନ। ନିଷ୍କାମ ଯୋଗୀ ଯେ ପୁଣି ସେହି ଯେ ଅଟନ୍ତି, ରାମଙ୍କ ପ୍ରେମରେ ଥାଏ ସଦା ତାଙ୍କ ମତି। ଜନନୀ ଦେବୀ ସେ ଜାଣି ବିରହେ କାତର, ଭ୍ରମୁଛନ୍ତି ବିରହରେ ଦେଖ ପଞ୍ଚାନନ। ବିତିଗଲା ଏହିପରି ଅନେକ ଯେ ଦିନ, ବ୍ୟଥିତ ହୋଇଲେ ସଦା ଦେବ ପଞ୍ଚାନନ। ତଥାପି ସେ ରାମଚନ୍ଦ୍ରଙ୍କର ଗୁଣମାନ, କରୁଥାନ୍ତି ସଦା ସର୍ବ ତାଙ୍କୁ ଅନ୍ୱେଷଣ। କାରଣ ଶ୍ରୀରାମ ଜାଣ କୃପାର ସାଗର, ଏମନ୍ତ ଦୁର୍ଦ୍ଦଶା ଯଦି ଜାଣିବେ ତାଙ୍କର,
ଏଥୁ ଅନ୍ତେ ସମ୍ମୁଖରେ ଆସି ପରମ ବ୍ରହ୍ମ କହନ୍ତି ଶିବଙ୍କୁ ଦେଖି ମଧୁର ବଚନ। ସ୍ନେହ ଆଦରରେ ପୁଣି ଶିବଙ୍କୁ କୁହନ୍ତି ଅଟନ୍ତି ତ୍ରିକାଳଦର୍ଶୀ ଆହେ ମହାସତୀ। ନାହିଁ କେହି ତୁମ୍ଭ ବିନା ଏହି ଜଗତରେ, ସହଜେ କଠୋର ବ୍ରତ କେହୁ ଅବା କରେ। ଅଟଇତ ଅସମ୍ଭବ ଜଗତରେ ଯାହା, ହୋଇବ ନିଶ୍ଚୟ ତୁମ୍ଭ ସମ୍ଭବଟି ତାହା। ଏମନ୍ତ ଯେ ଜ୍ୟୋତିର୍ମୟ ସୀତାପତି ରାମ, କଥାରେ ଶିବଙ୍କୁ ତହିଁ ବହୁ ବୁଝାଇଣ। ହୈମବତୀ ଦେବୀଙ୍କର କଠୋରର ଧ୍ୟାନ, ସର୍ବ ଯେ କହିଲେ ଶିବେ ରାମେ ବୁଝାଇଣ। ହୋଇଲା କଠୋର ଏବେ ତପ ତାହାଙ୍କର, ତପ କରୁଛନ୍ତି ବସି ଯାଇ ଅରଣ୍ୟର। ଶ୍ରୀରାମଙ୍କ ବାଣୀ ଶୁଣି କହନ୍ତି ଶଙ୍କର, ହେ ପ୍ରଭୁ ନିଶ୍ଚୟ ତୁମ୍ଭେ ଇଷ୍ଟ ଅଟ ମୋର। ଏପରି ବିନୀତ କଥା ମୋ ପାଶେ ହେବାର, ନୁହଁ ଉଚିତ ପ୍ରଭୁ ତୁମ୍ଭର ବ୍ୟବହାର। ମୋହର ବାକ୍ୟ କେବେ ବି ଅନ୍ୟଥା ନୁହଁ, ଆପଣେ ଆଦେଶ ଏବେ କରନ୍ତୁ ଗୋସାଇଁ। ସଂସାରର ପିତା ମାତା ଯେତେ ଗୁରୁଜନ, ତାହାଙ୍କର ବାକ୍ୟମାନ କରନ୍ତି ପାଳନ। ନିଶ୍ଚୟ ପାଳିବି ଆଜ ଆଦେଶ ତୁମ୍ଭର, ସତ୍ୟ ସତ୍ୟ କହୁଅଛି ବାକ୍ୟଟି ମୋହର। ଏମନ୍ତ ଶୁଣିଣ ପୁଣି କଥା ପଞ୍ଚାନନ, ପ୍ରଭୁ ରାମ ହେଲେ ଜାଣ ଆନନ୍ଦିତ ମନ। ଏମନ୍ତ ଭକତି ଭାବ ବିବେକ ଯେ ଜ୍ଞାନ, ତାହାଙ୍କ ବଚନେ ପୁଣି ଥିଲା ପରିପୂର୍ଣ୍ଣ। କହିଲେ ପୁଣି ଯେ ପ୍ରଭୁ ଦେବ ପଞ୍ଚାନନ, ପ୍ରତିଜ୍ଞା ଏବେ ତ ତୁମ୍ଭ ହୋଇଗଲା ପୂର୍ଣ୍ଣ। ଯେ ବଣ ପାର୍ବତୀ ସୀତା ରୂପ ହୋଇଥିଲେ, ବରିଲ ତେଣୁଟି ତ୍ୟାଗ ତାଙ୍କୁ ସେହି କାଳେ। ଏବେ ଆପଣେ ଶୁଣନ୍ତୁ ମୋହର ବଚନ, କହୁଅଛି ଯାହା ମୁହିଁ କରନ୍ତୁ ଶ୍ରବଣ। ଏମନ୍ତ ଶିବଙ୍କୁ ତହୁଁ କହିଣ ଶ୍ରୀରାମ, ସେ କାଳେ ସେ ସ୍ଥାନରୁ ସେ ହେଲେ ଅନ୍ତର୍ଧ୍ୟାନ। ଶୋଭାମୟ ଜ୍ୟୋତିର୍ମୟ ରୂପ ଯେ ତାଙ୍କର, ହୃଦୟ ମଧ୍ୟରେ ପୁଣି ଚିନ୍ତନ୍ତି ଶଙ୍କର। ସିଦ୍ଧ ଯୋଗୀ ଭରଦ୍ୱାଜ ଅତ୍ରି ଯେ ବଶିଷ୍ଠ, ମିଳିଗଲେ ଯମଦଗ୍ନି ପୁଣି ବିଶ୍ୱାମିତ୍ର। ଆବର କଶ୍ୟପ ପୁଣି ଜାଣ ଗୌତମ, ଏକାଠି ଯେ ମିଳିଗଲେ ଶିବ ସନ୍ନିଧାନ। ସେ ସମୟେ ଶଙ୍କରଙ୍କୁ ଦେଖି ଋଷିଗଣ, ହରଷ ହୋଇ ବୋଇଲେ ଆନନ୍ଦିତ ଜାଣ। ଜାଣିଲୁ ଆମ୍ଭେ ଏବେ ତ ଗିରିରାଜ ଜେମା, ନିଶ୍ଚୟ ପାଶରେ ଥିଲେ ଜାଣ ମହାତ୍ମା। ରହିଅଛି ମୋହଠାରେ ତା ସ୍ନେହ କିପରି, ମୁହିଁ ଯେ ଆସିଲି ତାଙ୍କୁ ପରୀକ୍ଷାକୁ କରି। ଏମନ୍ତରେ ହିମବନ୍ତ ଦିଅନ୍ତୁ ବଚନ, ତାହାଙ୍କ ଦୁହିତା ଯାଇ ଆଣୁ ତା ଭବନ। ଏମନ୍ତ ଯେ ଶିବଙ୍କର ସତ୍ୟ ଆଜ୍ଞା ପାଇ, ମିଳିତରେ ସପ୍ତ ଋଷି ଆନନ୍ଦିତ ହୋଇ। ପହଞ୍ଚିଲେ ପାର୍ବତୀଙ୍କ ସେ ତପସ୍ଥାନରେ, ସଭିଏ ଏକା ସଙ୍ଗତେ ପରବେଶ ହେଲେ। ସେଠାରେ ଦେଖିଣ ତହୁଁ ସପ୍ତ ଋଷି ଗଣ, ତାହାଙ୍କ ପାଦରେ ଯାଇ କରିଲେ ପ୍ରଣାମ। ବିନୟେ ଋଷିଏ ପୁଣି କହନ୍ତି ପାର୍ବତୀ, ଆଉ ମାତ କଠୋରର ତପସ୍ୟା କାହିଁକି। ଆସିଅଛୁ ଆମ୍ଭେ ଦେବୀ ଶୁଣ ଆମ୍ଭ ଗିର, ଏମନ୍ତେ କାହାକୁ ତୁମ୍ଭେ ଆରାଧନା କର। କୁହନ୍ତୁ ତ ହୃଦୟର କଥା ତାହା ତୁମ, ସନ୍ଦେହ ତୁଟୁ ଆମ୍ଭଙ୍କୁ କୁହନ୍ତୁ ଫେଡ଼ିଣ। ଏମନ୍ତ ଶୁଣିଣ ଦେବୀ ଋଷିଙ୍କ ବଚନ, ସର୍ବବୃତ୍ତାନ୍ତ ପାର୍ବତୀ କରନ୍ତି ବଖାଣ। ଶୁଣନ୍ତୁ ହେ ଋଷି ବୃନ୍ଦ ମୋହର ଏ ଗିର, ଆପଣଙ୍କ ସମ୍ମୁଖରେ କହୁଛି ଏଥର। ଯାହା ମୋର କହିବାକୁ ବାଧା ଯେ ଲାଗଇ, କିପରି ଯେ ମୋର ଦୁଃଖ କଥା କହିବଇ। ଏ କଥା ଶୁଣି କରିଲେ ଆପେ ଉପହାସ, ସେହି କଥା ମୋତେ ନିଶ୍ଚୟ ବାଧିବ ଅବଶ୍ୟ। ଏମନ୍ତ କଥାରେ ଆଣ୍ଟ ଧରିଲା ମୋହର, ରଖିଲି କଥାକୁ ବୁଝାଇ ନ ପାରିଲି ଜାଣ। ଯେପରି ପ୍ରାଚୀର ଶୃଙ୍ଗ ସେହି ଯେ ଜଳରେ, ତହୁଁ ତହୁଁ ପ୍ରବର୍ତ୍ତିଲେ ସିଦ୍ଧିବାର ପରେ।
ସେ କଥା ତୁମ୍ଭଙ୍କୁ ଯାହା କହିବି କି ମୋହି, ଏଥୁ ଅନ୍ତେ ଶୁଣ ତୁମ୍ଭେ ସର୍ବ ଋଷି ସାଇଁ। ଇଚ୍ଛାଟି ଥିଲା ବିନା ଡେଣାରେ ଗମିବହିଁ, ଏପରି ସାହସ ଦିନେ ସଞ୍ଚରିଲି ମୋହି। ଶୁଣନ୍ତୁ ହେ ଋଷିଗଣ ସେହି କଥା ମାନ, ସକଳ ବୃତ୍ତାନ୍ତ ମୁହିଁ କରୁଛି ଫେଡ଼ିଣ। ସହଜେ ଅବଳା ମୁହିଁ ଅଟେ ନାରୀ ଜାତି, ଜାଣନ୍ତି ତ ସଦା କାଳେ ଅଜ୍ଞାନର ମତି। ଅଟନ୍ତି ସେ ମହାଯୋଗୀ ଦେବ ପଞ୍ଚାନନ, ଆଶାରେ ଥିଲ ତାହାଙ୍କୁ ପାରିବି ଭାବିଣ। ଆସୀଣ ମୁନି ଘଞ୍ଚର ଅରଣ୍ୟ ମଧ୍ୟରେ, କଠୋରରୁ କଠୋର ଯେ ତପ ମୁଁ ଆଚରେ। ଘଟିଥିବା ପାର୍ବତୀଙ୍କ ସେ ଘଟଣା ମାନ, ଏକଲ ଏ ଋଷିଗଣ ସମସ୍ତ ଶୁଣିଣ। କହନ୍ତି ବୁଝାଇ ଦେବି ଏ ତୁମ୍ଭ ଶରୀର, ହୋଇଲା ପର୍ବତ ପୁଣି ଜନମ ତୁମ୍ଭର। ଚିତ୍ରକେତୁଙ୍କର ଥିଲା ଏହି ଯେ ମନ୍ଦିର, ତାହାକୁ ନାରଦ କାଳେ କଲେ ଛାରଖାର। କଥା ଯେ ପଡ଼ିଛି ପୁଣି ସାରା ସଂସାରରେ, ସେହି ଅସୁର ହିରଣ୍ୟକଶିପୁର ପୁରେ। ଯେବେଳେ ରାଣୀଙ୍କୁ ଦେଲେ ଉପଦେଶ ମାନ, ଉପଦେଶ ଗର୍ଭେ ଥାଇ ଶୁଣିଲା ନନ୍ଦନ। ସେଥିଯୋଗୁ ବିଷ୍ଣୁଙ୍କର ଭକ୍ତ ବୋଲାଇଲା, ତେଣୁ ସେହି ପିତାଙ୍କର କଥା ନ ମାନିଲା। ଏମନ୍ତ ସେ ଋଷିଙ୍କର କଥାକୁ ଶୁଣିଣ, ସେଥିଯୋଗୁ ତପସ୍ୟାରେ କଲେ ଆୟୋଜନ। ଆନନ୍ଦ ମନେ ବିଷ୍ଣୁଙ୍କୁ ଭଜନ କରିଲା, ଜାଣିଣ ଶିବଙ୍କୁ ସେହୁ ପୂଜା ନ କରିଲା। ଜାଣନ୍ତୁ ହେ ନାରୀ ହେଉ ହେଉ ବାନର, ଜାଣିଲେ ସତ୍ୟ ଅଟଇ ନାରଦଙ୍କ ଗିର। ତାହାଙ୍କ ବଚନ ଜନ ଶୁଣିଛି କର୍ଣ୍ଣର, ଭାସିଛି ନିଶ୍ଚୟ ସେହୁ ଏ ଭବ ଜଳର। ଏବେ ହୋ ତୁମ୍ଭେ ପାର୍ବତୀ ଆମ୍ଭ ବାକ୍ୟ ଶୁଣ, କପଟି କପଟ ଗୁଣେ ନାରଦ ଯେ ପୁନ। କହିବା ମାତ୍ର ଉପରେ ସାଧୁଟି ବୋଲାଇ, ମନ୍ଦରେ ଜାଣନ୍ତି ପୁଣି କଳି ଯେ ଲଗାଇ। ଯଦିବା କଳି ନ ହେଲା ତେବେ ଶାନ୍ତି ନାହିଁ, କାରଣ କଳିକୁ ଭଲ ପାଆନ୍ତି ଗୋସାଇଁ। ମାତା ଗో ତୁମ୍ଭେ ପୁଣି ନାରଦ ବଚନ, ଅରଣ୍ୟ ଆସି କରୁଛ ତପସ୍ୟା ସାଧନ। ତେଣୁ ସେ ଯୋଗୀ ନଙ୍ଗୁଳି ସେହି ବର ପାଇ, ଅରଣ୍ୟ ତପ ସାଧୁଛ ଏତେ କଷ୍ଟ ପାଇ। ଜାଣିନ ତ ଠକ ଭଣ୍ଡ ତାହା ବୁଡ଼େ ପଡ଼ି, ଅସତ୍ୟତା ବାଣୀ ଶୁଣି ଯାଉଅଛ ହୁଡ଼ି। ଏମନ୍ତ ଜଗତେ ପୁଣି ହେଉଛି ପ୍ରଚାର, ସେହି ଦକ୍ଷ କନ୍ୟାକୁ ଯେ ଏହି ପୁଣି ହର। ତେଣୁ ସମ୍ଭାଳି ନ ପାରି ଦେବ ପଞ୍ଚାନନ, ଜାଣି ଛଳରେ ତ୍ରାପିଣ ଗୃହେ ପଠାଇଣ। ଅଗ୍ନିରେ ପକାଇ ତାଙ୍କୁ ଖଳରେ ମାରିଲେ, ଏବେ ତ ଶଙ୍କର ପୁଣି ଅଛନ୍ତି କୁଶଳେ। ଯେହୁ ଦିନୁ ସତୀ ନିଜେ ଗଲେଣି ଯେ ମରି, ସେହି ଦିନୁ ଶଙ୍କର ଯେ ହେଲେଣି ଭିକାରୀ। ସେଦିନୁ ଭିକ୍ଷାରେ ଶିବ କାଟୁଛନ୍ତି କାଳ, ଅବଶ୍ୟ ନାହିଁଟି ତାଙ୍କ କିଛି ହିଁ ଜଞ୍ଜାଳ। ସତୀ ପାଇଁ ଚିନ୍ତା ଟିକେ ତାଙ୍କ ମନେ ନାହିଁ, ଆଉ କି ଲାଭ ହୋଇବ ତାଙ୍କୁ ବିଭା ହୋଇ। ଅସମ୍ଭବ ତୁମ୍ଭ ପରି କନ୍ୟା ସୁକୁମାରୀ, ଏମନ୍ତ ବ୍ୟକ୍ତିର ଗୃହେ ରହିବେ କିପରି। ଆସିଛୁ ଆମ୍ଭ ବଚନ ତୁମ୍ଭେ ଆଜ ମାନ, ତୁମ୍ଭ ନିମନ୍ତେ ଦିବ୍ୟ ଯେ ବର କରିଛୁ ଘଟଣ। ଅଟନ୍ତି ସୁନ୍ଦର ପୁଣି ସୁଖପ୍ରଦ ଧୀର, ତା ନାମେ ବେଦ ଗାଏ ଯେ ତହିଁ ଶଶଧର। ଜାଣିବ ଗୁରୁଙ୍କୁ ସେହୁ ସର୍ବଦୋଷହୀନ, ସେହୁ ଯେ ବୈକୁଣ୍ଠପତି ସ୍ୱୟଂ ଭଗବାନ। ଆମ୍ଭେ ଏଠାରେ ତାହାଙ୍କୁ ମିଳାଇବୁ ଆଣି, ହସିଣ ବଚନ ଶୁଣି କହନ୍ତି ଭବାନୀ। ଯାହା ତ କହୁଛ ତୁମ୍ଭେ ତାହା ସତ୍ୟ ଗିର, ଅଟଇ ଗିରିରୁ ପୁଣି ଯା ତମ ଶରୀର। ଜାଣିଲ ପଥର ସମ ଏହି ଅଙ୍ଗ ମୋର, ରହିବ ଯେ ଦାଗ ପୁଣି ମୋର କାଳ କାଳ। ଜାଣିଛ ଯେ ସୁବର୍ଣ୍ଣକୁ ଜାରିଲେ ଅଗ୍ନିରେ, ଜାଣ ସେ ତହୁଁ କତନ ରୂପ କୋଟି ଧରେ। କଦାପି ଜ୍ୟୋତି ତାହାର ବିନାଶ ନ ହୋଇ, ନିଶ୍ଚୟ ଜ୍ୟୋତି ପୁଣି ଯେ ତାର ବିକଶଇ।
ଶୁଣିଲି ଦିନେ ନାରଦ ମହର୍ଷିଙ୍କ ଗିର, କଥା ତ ତାଙ୍କ ଅନ୍ୟଥା ନୁହଁ କେବଳ। ହେଉ ବା ନ ହେଉ ପୁଣି ମୋହର ଏ ଘର, ନିଶ୍ଚୟ ମାନିବ ଋଷି ବଚନ ତାଙ୍କର। ଜାଣିଛି ମୁହିଁ ଗୁରୁଙ୍କ ବଚନେ ବିଶ୍ୱାସ, ଯେହୁ ନ ରଖେ ଜଗତେ ବିଶ୍ୱାସରେ ଲେଶ। ସପନରେ ଥରେ ମାତ୍ର ପାଏ ନାହିଁ ସୁଖ, ଭୋଗଇ ନିଶ୍ଚୟ ସେହି ଚିରକାଳ ଦୁଃଖ। ଜାଣିଛି ସେ ପଞ୍ଚାନନ ଗୁଣରେ ପୂର୍ଣ୍ଣ, ବିଷ୍ଣୁ ଯେ ଅଟନ୍ତି ସୁଗୁଣରେ ରୂପବାନ। ଜାଣିଛି ମନ ଯେ ଥରେ ଯାହାଙ୍କୁ ଲୋଡ଼ଇ, ତା ବିନେ ଜୀବନରେ ଯେ ଆନେ ସୁଖ ନାହିଁ। ପାଇଲେ ହେବ ମୋହର ପୂର୍ଣ୍ଣ ମନସ୍କାମ, ଆବର ଯେତେ ହୋଇଲେ ନୁହେଁ ପରିପୂର୍ଣ୍ଣ। ଶୁଣନ୍ତୁ ହେ ମୁନିଗଣ ଆଦେଶରେ ଯେବେ, ସବୁରେ ଶିକ୍ଷା ତୁମ୍ଭେ ଦେଉଥାଅ ଭବେ। ନିଶ୍ଚୟ ମୁହିଁ ଯେ ଆଜ ତୁମ୍ଭ କଥା ମାନ, ମସ୍ତକରେ ଆଜ ମୁହିଁ କରନ୍ତି ଧାରଣ। ଜାଣନ୍ତୁ ଶିବଙ୍କ ପାଇଁ ମୋହର ଯେ ଜନ୍ମ, କଥା ଭିନ୍ନ ନୁହଁ ଯେ ଜାଣ ଋଷି ଗଣ। ତାହାଙ୍କର ଦୋଷ ଗୁଣ ମାନ ଯେ ବିଚାରେ, କରିବା ନୁହଁ ବିଧି ପକ୍ଷେ ନୁହେଁ ମୋର। ସଂସାରରେ ବର କନ୍ୟା ଯୋଗାଡ଼ଇ ଅର୍ଥେ, ସକଳ ଜନ ଯେ ତାହା ଚାହାନ୍ତି ନିଶ୍ଚିନ୍ତେ। ନ ହୋଇବା ଯାଏ ପୁଣି ମୋର ଏହି କାର୍ଯ୍ୟ, କହିବା ବାଣୀ ମୋହର ନିଶ୍ଚୟ ନିର୍ବାର୍ଯ୍ୟ। ଏହା ଯେ ବେଟି ମୋହର ନ ପାରିବ ରହି, କାହିଁକି ଯେ ଆଳସ୍ୟକୁ କରିବି ଯେ ମୁହିଁ। ଗୋଟିଏ କୋଟିଏ ଜାଣ ଜନ୍ମ ମୋର ପ୍ରାଣ, ଦେବ ପଞ୍ଚାନନେ ମୁହିଁ କରିବି ବରଣ। ଯେବେ ଜୀବନେ ଶିବଙ୍କୁ ମୁହିଁ ନ ପାଇବି, ଜୀବନ ସାରା କୁମାରୀ ହୋଇ ନିଶ୍ଚେ ଥିବି। ଜାଣିଛି ମୁଁ ଉପଦେଶ ସେ ନାରଦଙ୍କର, ମାନିବି ମାନିବି ବୋଲି ମୋର ସତ୍ୟ ଗିର। ଏମନ୍ତ କହି ମୁନିଙ୍କ ଶ୍ରୀଚରଣ ତଳେ, ଆନନ୍ଦେ ପ୍ରଣମି ପୁଣି ପାର୍ବତୀ କହିଲେ। ଏବେ ଆଶ୍ରମେ ମୁନିଏ କରନ୍ତି ଗମନ, ହେଉଅଛି ସମୟ ଯେ ବହୁ ଅବସାନ। ତେଣୁ ହେ ଜ୍ଞାନୀ ମୁନିଏ ପ୍ରୀତି ଶିବଙ୍କର, ଜାଣିଲେ ପ୍ରୀତି ପୁଣି ଯେ ଏଠି ଶିବାଙ୍କର। ଅରଣ୍ୟଶପତ ଋଷି ତହୁଁ ଚଳିଗଲେ, ହିମବନ୍ତପୁରେ ଯାଇ ସର୍ବଜେ ମିଳିଲେ। ଦେବୀଙ୍କୁ ପୁଣି ହେ ଋଷି ବହୁ ବୁଝାଇଲେ, ଆପଣାର ପୁରକୁ ଯେ ତାଙ୍କୁ ଘେନି ଗଲେ। ଫେରିଣ ପୁଣି ଋଷିଏ ସଦାଶିବ ପାଶେ, ବିବରଣୀ ମାନ ପୁଣି କହନ୍ତି ହରଷେ। ଏମନ୍ତ କହିଣ ତହିଁ ସର୍ବ ଋଷି ଗଣ, ବିଦାୟ ନେଇ ଆଶ୍ରମେ ଗମିଲେ ବହନ। ଏସନେ ଜାଣ ପ୍ରତାପୀ ତାରକା ଅସୁର, ପାଇନଥିଲା ସେହୁ ଯେ ଅଜ୍ରାମର ବର। ଏଥି ନିମନ୍ତେ ସେହି ଯେ ସଭିଙ୍କୁ କହିଲା, କେବେ ବି କାହାକୁ ସେହି ଜଣେ ନ ଛାଡ଼ିଲା। ଏମନ୍ତ ସ୍ୱର୍ଗର ଇନ୍ଦ୍ର ସର୍ବଦେବ ଗଣ, ସହିତେ ହାରିଲେ ପୁଣି କରି ଘୋର ରଣ। ବିକଳେ ବ୍ରହ୍ମାଙ୍କ ପାଶେ ଯାଇ ଦେବଗଣ, କାନ୍ଦି କାନ୍ଦି ଗୁହାରିଲେ କହିଲେ ମିଳିଣ। ଦେବଙ୍କ ବିକଳ ଦେଖି ସେହୁ ଦେବଙ୍କର, ବୁଝାଇ କୁହନ୍ତି ପୁଣି ତାଙ୍କୁ ବେଦବର। ଏବେ ଜାଣ ହୋ ଶିବଙ୍କ ଔରସକୁ ଜନ୍ମ, ସେହୁ ହୋଇଥାଉ ପୁଣି ଯେ ବଣ ସନ୍ତାନ। ଯାଇଣ ସେ ସୁତ ସେଠି କରିଣ ସମର, ବିଧିବ ନିଶ୍ଚୟ ଜାଣ ତାରକା ଅସୁର। ତାହାର ଉପାୟ ପୁଣି କହୁଅଛି ଶୁଣ, ଯେବେ ସେ ଶଙ୍କର ଏବେ ହୋଇବେ ପ୍ରସନ୍ନ। ଜନ୍ମିବ ଔରସୁ ସେହୁ ତାଙ୍କର ନନ୍ଦନ, ଜାଣିବ ସେହି ତାରକା କରିବ ନିଧନ। ଦେବ ହେ ଶୁଣ ଶମ୍ଭୁଙ୍କୁ ପାଇ ଯେ ଭବାନୀ, ଅରଣ୍ୟରେ ତପ ପୁଣି କରୁଛି ଏ କ୍ଷଣି। ଏବେ ଯେ ଶିବ ଅଛନ୍ତି ଧ୍ୟାନ ସମାଧିରେ, କେହି ଯେ ପୁଣି ତାହାଙ୍କ ଯୋଗ ଭାଙ୍ଗି ପାରେ। ଦେବ ଯେ ପୁଣି ସାମାନ୍ୟ ଯୋଗୀ ଯେ ନୁହନ୍ତି, ତୁମ୍ଭଙ୍କୁ କହୁଛି ଶୁଣ ତାହା ଆଜବ ଚେତି। କନ୍ଧର୍ପ ପେଶିଲେ ତୁମ୍ଭେ ହେବ ସର୍ବଶୁଭ, ନିଶ୍ଚୟ ଭାଙ୍ଗିବେ ତପ ଆଜ ଦିନ ଶିବ।
ତାପରେ ନିଶ୍ଚୟ ମୁହିଁ ତାଙ୍କ ପାଶେ ଯିବି, ତାହାଙ୍କ ବିବାହ ମୁହିଁ ନିଶ୍ଚୟ କରିବି। ଜାଣିଣ ଏ ସନ ତୁମ୍ଭେ କରିବ କରମ, ନିଶ୍ଚୟ ହେବ ଦେବଙ୍କ ହିତ ଯେ ସାଧନ। ଜାଣିବ ପ୍ରମାଣେ ପୁଣି ଏ କଥା ପ୍ରମାଣ, ଦେବଙ୍କ କଥା ମାନିଲେ ସର୍ବଦେବ ଗଣ। ବିଚାରି ସକଳ ଜାଣ ଦେବତା କହିଲେ, ଆସନ୍ତୁ କାମଦେବଙ୍କୁ ସ୍ତୁତି ତହୁଁ କଲେ। କାମଦେବ ଧରି ଆସି ପଞ୍ଚ ଯେ ସାୟକ, ଆସି ମିଳିଲେ ସେଠାରେ ରତିଙ୍କ ନାୟକ। ଆସନ୍ତେ କନ୍ଦର୍ପ ଯେଣୁ ନିଜ ଦୁଃଖ ମାନ, ଜଣାଇଲେ ତାଙ୍କ ଆଗେ ସର୍ବଦେବ ଗଣ। ସର୍ବଦେବ ଗଣଙ୍କର ଶୁଣି ସେହି ଗିର, ତତ୍କାଳେ କନ୍ଦର୍ପ ଯେ କରିଲେ ବିଚାର। ଜାଣତ ଶମ୍ଭୁଙ୍କର ଯେ ବିରୋଧୀ ହୋଇବ, ତାହାର ନିଶ୍ଚୟ କେବେ କୁଶଳ ନହିବ। ଏଥିରେ ପାଇବି ମୁହିଁ ପୁଣି କିସ ଲାଭ, ନିଶ୍ଚୟ ମୋହର ସେଠି ମରଣ ହୋଇବ। ଦେବଙ୍କ କଲ୍ୟାଣ ପାଇଁ କର୍ତ୍ତବ୍ୟ ମୋହର, କରିବି ନିଶ୍ଚୟ ଶୁଣ ସତ୍ୟ ମୋର ଗିର। ପରହିତେ ଯେଉଁ ଜନ ତେଜେ ନିଜ ପ୍ରାଣ, ସେହୁ ଅଟେ ଉପକାରୀ ବେଦରେ ବର୍ଣ୍ଣନ। ହୁଅଇ ସାଧୁ ସମାଜେ ସେହୁ ପ୍ରଶଂସିତ, ହୁଅଇ ଗଣନ ପୁଣି ଜନରେ ସତତ। ଏମନ୍ତ ବାକ୍ୟ ଯେ ପୁଣି ଦେବଙ୍କୁ କହିଣ, କନ୍ଦର୍ପ କରନ୍ତି ସର୍ବଦେବଙ୍କୁ ପ୍ରଣାମ। ଏଥୁ ଅନ୍ତେ ଶିବଙ୍କର ଉପସ୍ତପସ୍ଥାନେ ଗଲେ, ନିଜର ପଞ୍ଚ ସାୟକ ନିଜ ହସ୍ତେ ନେଲେ। ଜାଇଣ ପଥରେ ପୁଣି କରନ୍ତି ବିଚାର, ହୋଇବ ମରଣ ନିଶ୍ଚେ ଠାରେ ମୋହର। ଏମନ୍ତ ଭାବି ନିଜର ପ୍ରତିଭା ବିସ୍ତାର, କରିଲେ କନ୍ଦର୍ପ ଯାଇ ତହୁଁ ତତ୍କାଳ। ଏମନ୍ତ ସାରା ସଂସାର ସେହୁ ବଶୀଭୂତ, ହସ୍ତରେ ଅଛନ୍ତି ସେ ନିଜ ପଞ୍ଚ ଯେ ସାୟକ। ଜାଣ ଏବେ ବ୍ରହ୍ମଚର୍ଯ୍ୟ ବ୍ରତ ଓ ସଂଯମ, ତହିଁରେ ରହିଛି ପୁଣି ଜ୍ଞାନ ଧର୍ମ କର୍ମ। ଅଟଇ ଧୈର୍ଯ୍ୟ ତାଙ୍କ ଜପ ତପ ଯୋଗ, ପୁଣି ହିଁ ବିଜ୍ଞାନ ଜାଣ ଆବର ବିବେକ। ଭୟ ଭାତେ ସେହୁ ପୁଣି ଭ୍ରମ ଯେ ହୋଇଣ, ଭୟ ପଳାଇଲେ ଛାଡ଼ି ପୁଣି ସେହି ସ୍ଥାନ। ଏମନ୍ତ ଜୀବ ଯେ ପୁଣି ସଂସାର ମଧ୍ୟରେ, କିୟ ବା ସେହୁ ଜାଣି ଯେ ଚରମେ ଅଚିଲେ। ଏମନ୍ତ ନାରୀ ପୁରୁଷ ସଭିଏ ସମସ୍ତ, କହନ୍ତି ମାନ ମର୍ଯ୍ୟାଦା ତହିଁ ଉପେକ୍ଷିତ। କାମର ବଶରେ ଜାଣ ଜର୍ଜରିତ ହେଲେ, ତାହାଙ୍କ ବିବେକ ମାନ ଜାଣି ହରାଇଲେ। ଏ ସମୟେ ସକଳ ଯେ ଜୀବଙ୍କ ମଧ୍ୟରେ, ଜାଣିଣ ମଦନ ତହିଁ ପୀଡ଼ା ଆରମ୍ଭିଲେ। ଶେଷନେ ନୂତନ ଥିଲେ ଲତାବନ ସ୍ତର, ଶାଖାକୁ ଲୋଡ଼ିଲେ ଯାଇ ଥାଇ ବୃକ୍ଷବର। ଏମନ୍ତେ ତରଙ୍ଗାୟିତ ହେଲେ ନଦୀ ମାନ, ଯିବାକୁ ସାଗରେ ସେହୁ ବଳାଇଲେ ମନ। ଯେ ଯେତେ ସେ ଖାଲ ବିଲ ଥିଲେ ଜଳମାନ, ନଦୀର ଗର୍ଭେ ଆସି ହୋଇଲେ ମିଳନ। ଥିଲେ ଯେ ଜଡ଼ ଚେତ ସମସ୍ତ ପଦାର୍ଥ, ଏପରେ ହୋଇଲେ ଜଣା ସେହୁ ଯେ ସମସ୍ତ। ହେଲା ପୁଣି ଚେତନାର ପଦାର୍ଥେ କି ଦଶା, କିଛି ବି ଘଟି ନଥିବ ଏହା କର ଆଶା। ଯେତକ ଜଳଚର ସେ ପୁଣି ସ୍ଥଳଚର, ପୁଣି ହିତ ପଶୁ ପକ୍ଷୀ ଥିଲେ ବନଚର। ମଦନ ଜ୍ୱାଳାରେ ପରା ହେଲେ ହତ ଜ୍ଞାନ, ବିଧାନର ଋତୁ କାଳ ଗଲେ ସେ ଭୁଲିଣ। ଏମନ୍ତେ ବି ଯେ କରିଲେ ଯେ ସ୍ଥାନରେ କାମ, କାମ ବଶ ହୋଇଗଲେ ଜଗତର ଜନ। ଥିଲେ ଯହିଁ ଚକ୍ରବାକ ଆଉ ଚକ୍ରବାକୀ,
ମିଶି ଦୁହେଁ ଦିବାରାତି କଲେ ସେ ସୁରତି। ଦେବଦାନବ ପୁଣି ଯେ ଅଟନ୍ତି କିନ୍ନର, ଭୂତ ପ୍ରେତ ପିଶାଚାଦି ପୁଣି ଏହି ନର। ଆବର ଥିଲେଟି ରହି ଯେତକ ବେତାଳ, ହୋଇଲେ ବସ କବରେ ତହିଁ ନାରଦର। ଜାଣିଣ କାମର ପୁଣି ସକଳ ଅଧୀନ, ତହିଁରେ ଥିଲେ ବୈଥରି ମୁନି ଋଷି ଗଣ। ତହୁଁ ନିଜେ ନିଜର ସେ ଧାମକୁ ଚଳିଲେ, କାମ ସାଗରେ ସର୍ବେ ଯେ ଯାଇ ବୁଡ଼ିଗଲେ। ଯୋଡ଼ିଲେ ସେ କାମ ବାଣ ଥିଲେ ଯୋଗୀ ଗଣ, କାମ ସରରେ ସରବେ ହୋଇଲେ ଯେ ଲୀନ। ଏଠାରେ ଯେ ପାମରର କଥା କି କହିବା, କହିଲେ ସ୍ଥାନେ ଲଜ୍ଜାଟି ନିଶ୍ଚୟ ପାଇବା। ସର୍ବଯୋଗୀ ଜନ ପୁଣି ଏହି ସଂସାରରେ, ବ୍ରହ୍ମମୟ ହୋଇ ପୁଣି କରନ୍ତି ବିଚାର। ସଂସାରକୁ ଯେହୁ ଯୋଗୀ ନାରୀମୟ ମଣେ, ସେହି ପୁଣି କାମ ବସେ କିଛି ନାହିଁ ଜାଣେ। ନାରୀକୁ ସେହୁ ଯେ ପୁଣି ପୁରୁଷରେ ମଣି, ସେଠାରେ ପୁରୁଷକୁ ସେ ନାରୀମୟ ଜାଣି। ଜାଣିବ ଯେ ଦୁଇ ଦଣ୍ଡ ପର୍ଯ୍ୟନ୍ତ ଏ ଧରା, ଏହିପରି କୌତୂହଳ ପରି ଯେ ଲାଗିଲା। ଏ ସମୟେ ବସୁମାତା ହୋଇଲେ ଅଧୀର, ଧୈର୍ଯ୍ୟହରା ହୋଇଗଲେ ଜ୍ୱାଳାରେ ସକଳ। ଏମନ୍ତରେ ରାମଚନ୍ଦ୍ର ସ୍ୱୟଂ ନିରଞ୍ଜନ, ଯାହାର ଅଟନ୍ତି ପୁଣି ରକ୍ଷାକର୍ତ୍ତା ଜାଣ। ସେ ପୁଣି ଯେ ଧରାର ରକ୍ଷକ ହୋଇବ, ତାପରେ ଜାଇଣ ପୁଣି ରାମ କୃପା ହେବ।